ମାମା ଆଜି ସକାଳୁ ସକାଳୁ କ'ଣ କରୁଛ? କ'ଣ କରୁଛି? ଗାଜର କାଟୁଛି ଆଉ। କାହିଁକି ଆଜି କ'ଣ ହବ କି? ଆଜି ହଁ ଦେଖିଲୁ କହିଲୁ କ'ଣ କରିବା? ଗୋଟେ କାମ କର, ମୋ ପାଇଁ ଯେଉଁ ମସଲା ଉପମା ବନେଇ ଦିଅ। ମସଲା ଉପମା କରିଦେବି? ହଁ। ଖାଇବ? ଠିକ୍ ଅଛି। ଉପମା ରେଡ଼ି ହେଇଗଲା। ମସଲା ଉପମା ରେଡ଼ି, ଚାଲ ଖାଇବ। ମସଲା ଉପମା ହେଇଛି, ଆଉ ହେଇଛି ଆମର ତା ଭିତରେ ତରକାରୀ। ଆସ ଖାଇବ। ତ ବାବାକୁ ଅଛି ନା, ପୁରା ଆଜି ଜଲ୍ଦି ଭୋକ, କାରଣ ଆଜି ମସଲା ଉପମା ହେଇଛି, ମଟର ତରକାରୀ ହେଇଛି, ତ ବାବା ଜଲ୍ଦି ଖାଇବେ। ମତେ ଉପମା ହେଲେ ଭୋକ ଲାଗେ, ମୁଁ କ'ଣ କରିବି? ଉପମା ହେଲେ 9টাରୁ ଭୋକ ଲାଗିବ, ଆଉ ରୁଟି ହେଲେ ଦିନ 11টাରୁ ଭୋକ ଲାଗିବ ନା। ରୁଟି ଖାଇବା ଭଲ ଲାଗେନି? ଆଉ ତାହେଲେ ଆସ ଖାଇବା। ଆଳୁ ପରଟା, ଉପମା। ଆସ ଖାଇବା, ଆସ। ମଟର ତରକାରୀ ହେଇଛି, ଟିକେ ପତଳା ପତଳା ମଟର ତରକାରୀ ଆମର ହେଇଛି। ଭାସିଯିବ ନା କ'ଣ? ସେ ମଟର ତରକାରୀ ଉପମା ଟିକେ ଗୋଳେଇ ଖାଇବାକୁ ଭଲ ଲାଗେ ନା, ସେଥିପାଇଁ ଉପମା ଟିକେ ପତଳା କରୁଛି। ଚାଲି ଖାଇବୁ? କଞ୍ଚାଲଙ୍କା ପକେଇଛୁ? କଞ୍ଚାଲଙ୍କା ପଡ଼ିନି, ନେଇଆ ଗୋଟେ ପକେଇଛୁ କଞ୍ଚାଲଙ୍କା, ନେଇଆ। କଞ୍ଚାଲଙ୍କା ପଡ଼ିବ ମଟର ତରକାରୀରେ କ'ଣ ହୁଏ? ସେ ଚକଟିକି ଖାଇବ କଞ୍ଚାଲଙ୍କା। ଗୋଟେ ପିଲା ଆମର ଲଙ୍କା ଖୋଜୁଛି ଫ୍ରିଜ୍ ଭିତରେ, ମିଳିଲା ଲଙ୍କା? ମା ମସଲା ଉପମା କେମିତି ହେଇଛି କହିଲୁନି ତ? ବଢ଼ିଆ ହେଇଛି। ଟେଷ୍ଟି? ମସଲା ଟେଷ୍ଟ ଲାଗୁଛି ମସଲା ଉପମା। ବଢ଼ିଆ ଲାଗୁଛି। ବଢ଼ିଆ ଲାଗୁଛି? ଆଉ ତାହେଲେ, ହଉ ତାହେଲେ ଖାଅ, ମୁଁ ଯାଉଛି ଆଣିକି ଖାଇବି ଆଉ, ହେଲା।